ଦେଖନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବି କାହିଁକି ଭୀମ ଆର୍ମିର ସୃଷ୍ଟି ଦଳିତଙ୍କ ପାଇଁ ମୁଁ ଯାହା ଜାଣିଛି ସେମାନେ କହିବା ସେ ଭୀମ ଆର୍ମୀ କଥା ଆପଣ ଜାଣିଥିବେ। ବର୍ତ୍ତମାନ ଭୀମ ଆର୍ମୀ ଯେତେବେଳେ ହିନ୍ଦୁତ୍ୱ କଥା ହୁଏ ବା ଆମର ଏସି ଏସଟି କଥା କୁହନ୍ତି ବା ଓବିସି କଥା ନେଇକି ବହୁତ କିଛି ଚର୍ଚ୍ଚିତ କଥା ହନ୍ତି କି ବର୍ତ୍ତମାନ ସେଇ ଭୀମ ଆର୍ମୀ ବର୍ତ୍ତମାନ ଯେତେବେଳେ ହିନ୍ଦୁ ପୁଅ ଭାଇ ଜଣେ ମରିଯାଇଛି କାହିଁ ତାଙ୍କ ପଟ ନ ଭାରି ବର୍ତ୍ତମାନ ମୁସଲିମ ଭାଇମାନଙ୍କ ପାଇଁ ତାଙ୍କ ଘର ଭାଙ୍ଗିଦେଲେ ବୋଲି ବର୍ତ୍ତମାନ କମ୍ପ୍ଲେନ୍ କରିଛନ୍ତି ବା ତାଙ୍କ ଗୋଟେ ବଡ଼ ଆକାର ଘଟଣାଟା ବର୍ତ୍ତମାନ ଚର୍ଚ୍ଚିତ ଅଛି। ତାପରେ କ'ଣ କହିବେ? ଜୟ ଶ୍ରୀରାମ ଜୟ ସନାତନ। ଦିଲ୍ଲୀର ଉତ୍ତମ ନଗରରେ ଯୋଉ ଘଟଣାଟି ଘଟିଗଲା ବିଗତ ହୋଲି ଦିନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସମ୍ବେଦନଶୀଳ ଘଟଣା ବୋଲି କହିବି। ଲଜ୍ଜାଜନକ ଘଟଣା। এই ଘଟଣାଟି ସାରା ଭାରତବର୍ଷକୁ ସ୍ତବ୍ଧ କରିଦେଇଛି। ଯେଉଁ ସବୁ ଏହିପରି ଘଟଣା ପୂର୍ବରୁ ଆପଣ ଦେଖିଥିବେ ବିଭିନ୍ନ ଦେଶରେ ଭାରତ ବାହାରେ ଏଇସବୁ ଘଟଣା ଘଟୁଥିଲା, ଯେମିତିକି ବାଂଲାଦେଶ, କାନାଡା, ଆଫଗାନିସ୍ତାନ ଏହିସବୁ ଅଞ୍ଚଳରେ ଏପରି ଘଟଣା ଘଟୁଥିଲା। କିନ୍ତୁ ବର୍ତ୍ତମାନ ଭାରତବର୍ଷରେ ଗୋଟେ ହିନ୍ଦୁ ବହୁଳ ରାଷ୍ଟ୍ରରେ ସାରା ପୃଥିବୀରେ ଯୋଉଠି ହିନ୍ଦୁଙ୍କ ସଂଖ୍ୟା ଅଧିକ ସେଇଠି ଯଦି ହିନ୍ଦୁ ପ୍ରତାରିତ, ହିନ୍ଦୁ ଅତ୍ୟାଚାର ଶିକାର ହଉଛି, ହିନ୍ଦୁ ହତ୍ୟାର ଶିକାର ହଉଛି, ତାହେଲେ ତାହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ମୁଁ କହିବି। ଘଟଣାଟି ଘଟିଥିଲା ଗୋଟେ ଛୋଟ ଛୁଆ ଛାତ ଉପରୁ ହୋଲି ଦିନ। ହୋଲି ପର୍ବ ହଉଛି ରଙ୍ଗର ପର୍ବ, ଏକତା, ଭାଇଚାରାର ପର୍ବ ଏବଂ ଗୋଟେ ଆନନ୍ଦ ଉଲ୍ଲାସର ପର୍ବ। ଛୋଟ ଛୁଆଟି ସେ କ'ଣ ଜାଣିଥିଲା ଏ ଧର୍ମ କ'ଣ? ସେ ହୋଲି ରଙ୍ଗ ଖେଳିବା ପାଇଁ ଗୋଟେ ବେଲୁନରେ ରଙ୍ଗ ବୋଳିକି ଛାତ ଉପରୁ ତଳକୁ ଫିଙ୍ଗୁଥିଲା। ଦୁର୍ଭାଗ୍ୟବଶତଃ ଗୋଟେ ନିର୍ଦ୍ଦିଷ୍ଟ ଧର୍ମର, ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଗୋଟେ ମହିଳାଙ୍କ ଦେହରେ ସେଇ ବେଲୁନଟି ଯାଇକି ବାଜିଲା। ଯଦି ବାଜିଲା ସେ ତାକୁ ବିରୋଧ କରି ସେଇ ଛୁଆଟିର ଘର ସହିତ ଆସି କଳି କଲେ, ଝଗଡ଼ା କଲେ ଏବଂ ଛୁଆର ପରିବାରର ଲୋକ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ମଧ୍ୟ ଛୁଆର ସମ୍ପର୍କୀୟଙ୍କୁ ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିବି। ଏହା ଭାରତବର୍ଷ ପାଇଁ ଶୁଭଙ୍କର ନୁହଁ, ଅତ୍ୟନ୍ତ ଅଶୋଭନୀୟ ବୋଲି କହିବି। କାରଣ ଆଜି ଯଦି ନିଜ ଦେଶରେ ହିନ୍ଦୁ ଅତ୍ୟାଚାରର ଶିକାର ହବ, ହିନ୍ଦୁ ଯଦି ବାରମ୍ବାର ହତ୍ୟାର ଶିକାର ହବ, ତାହେଲେ ହିନ୍ଦୁ କେମିତିକି ସୁରକ୍ଷିତ ରହିବେ? ସାରା ବିଶ୍ୱରେ ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି, କିନ୍ତୁ ଭାରତବର୍ଷରେ ବର୍ତ୍ତମାନ ସୁଦ୍ଧା ଆମେ ବହୁ ସଂଖ୍ୟକରେ ଅଛନ୍ତି। ଅଳ୍ପ ସଂଖ୍ୟକ ଲୋକ ଯଦି ଆମ ଉପରେ ଅତ୍ୟାଚାର କରିବେ ତାହେଲେ ଏହା ସହ୍ୟ କରାଯିବ ନାହିଁ। ମୁଁ ତ କହିବି ବର୍ତ୍ତମାନର ସରକାରକୁ, କେନ୍ଦ୍ରରେ ଥିବା ସରକାର ଏବଂ ଦିଲ୍ଲୀରେ ଶାସନରେ ଥିବା ସରକାର, ଗୋଟିଏ ଦଳର ସରକାର, ଭାରତୀୟ ଜନତା ପାର୍ଟିର ସରକାର ଏବଂ ସେଇଠି ମଧ୍ୟ ଡବଲ ଇଞ୍ଜିନର ସରକାର ଚାଲିଛି। କିନ୍ତୁ ଏଇ ଘଟଣାରେ ଯୋଉ ସମ୍ପୃକ୍ତି ଥିବା ବିଗତ କାଲି ଏବଂ 2 ଦିନ ପୂର୍ବରୁ କିଛି ଲୋକଙ୍କୁ ଦିଲ୍ଲୀ ସରକାରଙ୍କ ତରଫରୁ ଗିରଫ କରାଗଲା, ପୋଲିସ ପ୍ରଶାସନ ତରଫରୁ ଗିରଫ କରାଯାଇଛି। ଗିରଫ କରିବାର ମାନେ କ'ଣ? ସେ ପିଲାଟିର ଭୁଲ କ'ଣ ଥିଲା? ସେ ଯୋଉ ତରୁଣ ବୋଲି ଯୋଉ 26 ବର୍ଷୀୟ ଯୁବକଟି ହତ୍ୟାର ଶିକାର ହେଲା, ତାର ଭୁଲ କ'ଣ ଥିଲା? ସେ ଛୋଟ ଶିଶୁର ଭୁଲ କ'ଣ ଥିଲା? ଯେତେବେଳେ ଗୋଟେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପରେ ହତ୍ୟା ହଉଛି କିମ୍ବା କୌଣସି ପ୍ରକାର ଅତ୍ୟାଚାର ହଉଛି, ସେତେବେଳେ ଏହି ଦେଶରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତଥା ସାମ୍ପ୍ରଦାୟିକର ଟୋପି ପିନ୍ଧିଥିବା ଲୋକମାନେ ସେମାନେ ଭାଇଚାରାର ନାରା ଦିଅନ୍ତି। ଆଜି ଯେତେବେଳେ ଗୋଟେ ହିନ୍ଦୁ ଯୁବକ ବିନା କାରଣରେ ହତ୍ୟାର ଶିକାର ହେଇଛି, ସେତେବେଳେ ସେ ଭାଇଚାରା ଗଲା କୁଆଡେ? ଆଜ୍ଞା, ବାରମ୍ବାର ସେଇ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ହିନ୍ଦୁମାନଙ୍କୁ କାହିଁକି ଅତ୍ୟାଚାର କରୁଛନ୍ତି, ହିନ୍ଦୁମାନଙ୍କ ଉପରେ କାହିଁକି ଆକ୍ରମଣ କରୁଛନ୍ତି, ହିନ୍ଦୁମାନଙ୍କୁ କାହିଁକି ହତ୍ୟା କରୁଛନ୍ତି? ମୁଁ କୌଣସି ଧର୍ମକୁ ଆକ୍ଷେପ କରି କହୁନାହିଁ, ବଦନାମ କରି କହୁନାହିଁ। ସେଇ ଧର୍ମରେ ବି ବହୁତ ଭଲ ଲୋକ ଅଛନ୍ତି ଆଜ୍ଞା, କିନ୍ତୁ ଯେଉଁମାନଙ୍କର ସେଇ ଧର୍ମରେ ଥିବା ଯେଉଁ ବ୍ୟକ୍ତି ବିଶେଷ ମାନଙ୍କର ଜେହାଦୀ ମାନସିକତା ରହିଛି, ସେଇମାନେ ଏପରି କାଣ୍ଡ କରୁଛନ୍ତି। ତା ଉପରେ ସରକାର ଶକ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ରହିଛି। ତାଙ୍କୁ ସେଇ ଯୋଉ ଘଟଣାରେ ସମ୍ପୃକ୍ତି ଥିବା 11 ଜଣଙ୍କୁ ପୋଲିସ ପ୍ରଶାସନ ତରଫରୁ ଗିରଫ କରାଯାଇଛି। ତାଙ୍କୁ ଗିରଫ କରିବାର ଆବଶ୍ୟକ କ'ଣ ଥିଲା? ତାଙ୍କୁ ତ ଏନକାଉଣ୍ଟର କରିବାର ଆବଶ୍ୟକ ଥିଲା। ସେ ଭିତରେ 2 ଜଣ ନାବାଳକ ରହୁଛନ୍ତି। ବର୍ତ୍ତମାନ ସାରା ଭାରତବର୍ଷରେ ଗୋଟେ ଟ୍ରେଣ୍ଡ ଚାଲିଛି ଆଜ୍ଞା, ଯୋଉଠି ବି ହତ୍ୟାକାଣ୍ଡ ହଉଛି, ଯୋଉଠି ବି କୌଣସି ପ୍ରକାର ଅନୈତିକ କାର୍ଯ୍ୟ ହଉଛି, ସେଇଠି ସେମାନେ ନାବାଳକ ମାନଙ୍କୁ ବ୍ୟବହାର କରାଯାଉଛି। କାହିଁକି ନା ସେମାନଙ୍କୁ ସଜା କମ ମିଳେ ଏବଂ ବେଲ ଜାମିନଟି ଜଲ୍ଦି ମିଳିଯାଏ।
তো সেই যে দুই জন নাবাଳକ ସେଥିରେ ସାମିଲ ଅଛନ୍ତି ସେମାନେ ପ୍ରକୃତରେ ସେ ଘଟଣାରେ ଥିଲେ କି ନାହିଁ ତାର ତଦନ୍ତ କରିବାର ଆବଶ୍ୟକ ରହିଛି ଏବଂ ଘଟଣାରେ ଯୋଉ ଅନ୍ୟ ଦୋଷୀମାନେ ମଧ୍ୟ ରହିଛନ୍ତି ସେଇ ଅଞ୍ଚଳରେ ଥିବା ସେଇ ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ତଦନ୍ତର ପରିସରଭୁକ୍ତ କରି ସେମାନଙ୍କୁ ଗିରଫ କରାଯାଉ, ସେମାନଙ୍କୁ ଏନକାଉଣ୍ଟର କରାଯାଉ, ନଚେତ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଉ। ନଚେତ ଆଗାମୀ ଦିନରେ ଭୟାବହ ହବ ପରିସ୍ଥିତି। ଆପଣ ଦେଖିଥିବେ ବିଗତ ଦିନରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଯୋଉ ଅତ୍ୟାଚାର ହେଇଥିଲା, ହିନ୍ଦୁମାନଙ୍କୁ ଯୋଉ ହତ୍ୟା କରାଯାଇଥିଲା, ସେଇ ପ୍ରକାର ଭାରତ ବର୍ଷରେ ହେବାକୁ ଯାଉଛି ଏବଂ ଆଉ ବେଶୀ ସମୟ ନୁହଁ, ଯଦି ଏବେ ବି ସମୟ ଅଛି, ହିନ୍ଦୁ ଏକତ୍ରିତ ନ ହୁଅନ୍ତି, ହିନ୍ଦୁ ଯଦି ସୁରକ୍ଷିତ ରହିବା ପାଇଁ ଚାହୁଁଛନ୍ତି, ସାରା ଦେଶରେ ସମଗ୍ର ହିନ୍ଦୁ ସମାଜ ସମସ୍ତ ସନାତନୀ ଭାଇ ଭଉଣୀ ମାନେ ଏକତ୍ରିତ ହେବାର ସମୟ ଆସିଛି ଏବଂ କେବଳ ଏକତ୍ରିତ ହେଲେ ହେବ ନାହିଁ, ନିଜେ ସୁରକ୍ଷା ପାଇବା ପାଇଁ, ନିଜେ ସୁରକ୍ଷିତ ରହିବା ପାଇଁ ଆମେ ସମସ୍ତଙ୍କୁ ଏକତ୍ରିତ ହେଇକି ଏକ ହେଇକି ଲଢ଼ିବାକୁ ପଡ଼ିବ, ନଚେତ ହିନ୍ଦୁ ସମାଜକୁ ନଷ୍ଟ କରିଦେବେ ଏବଂ ଯୋଉ ପରିସ୍ଥିତି ବିଗତ ଦିନରେ ଆପଣ କାନାଡା କିମ୍ବା ବାଂଲାଦେଶରେ ଦେଖୁଥିଲେ ତାହା ଭାରତ ବର୍ଷରେ ହେବାକୁ ଯାଉଛି। ସନ୍ତୋଷ ଭାଇ ଦେଖିପାରୁଥିବେ ବର୍ତ୍ତମାନ ଗୋଟେ ହିନ୍ଦୁ ପରିବାର ଯଦି 50 ଘର ଅଛନ୍ତି, ଗୋଟେ ମୁସଲିମ 20 ଘର ଭଲ ଚଳିପାରିବେ, କିନ୍ତୁ ଗୋଟେ 20 ଘର ମୁସଲିମ ଥିବ କିନ୍ତୁ ହିନ୍ଦୁ 50 ଘର କାହିଁକି ଚଳିପାରନ୍ତି? ତାପରେ କ'ଣ? ଦେଖନ୍ତୁ ମୁଁ ଆପଣଙ୍କୁ ତା ଉପରେ ଗୋଟେ ଇକ୍ୱେସନ କହିବି, ଯେଉଁ ଜାଗାରେ ସେମାନଙ୍କର ସଂଖ୍ୟା କମ ଥାଏ, ସେଇ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଂଖ୍ୟା କମ ଥାଏ, ସେଇଠି ସେମାନେ ହିନ୍ଦୁମାନଙ୍କ ସହିତ ମିଶିକି ଚଳନ୍ତି। ଯେଉଁଠି ତାଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥାଏ ସେଇ ଜାଗାରେ ସେମାନେ ହିନ୍ଦୁମାନଙ୍କୁ ଡୋମିନେଟ୍ କରିବାକୁ ଚାହାନ୍ତି ସବୁବେଳେ ଏବଂ ପ୍ରତ୍ୟେକ ସ୍ଥାନରେ ଆପଣ ଦେଖିବେ, କେବଳ ଦିଲ୍ଲୀ ନୁହଁ କି ଓଡ଼ିଶା ନୁହଁ, ପ୍ରତ୍ୟେକ ସ୍ଥାନରେ ଏଇ ଘଟଣା ସାମ୍ନାକୁ ଆସିଛି। ଆପଣ ଜାଣିଥିବେ ସେମାନେ ସବୁବେଳେ ପ୍ରତିକାର ବିସ୍ତାର କରିବା ପାଇଁ ଚାହାନ୍ତି। ଆଉ ଯୋଉ ଜିନିଷ ସେଥିପାଇଁ ଆମ ହିନ୍ଦୁମାନେ ଦାୟୀ। ମୁଁ କହିବି ଯେତେବେଳେ ଯେତେବେଳେ ହିନ୍ଦୁ ଭିତରେ ଆମ ଗୋଟିଏ ଧର୍ମ ଭିତରେ ଝଗଡ଼ା ହୁଏ, ଆମ ଭିତରେ ଜାତିବାଦ ରହିଛି, ବହୁତ ଦିନରୁ ରହି ଆସିଛି। ଆମେ ତ ଜାତିବାଦକୁ ବିରୋଧ କରୁଛୁ, ଜାତି ପ୍ରଥାକୁ ଦୂର କରିବାକୁ ଚାହୁଁଛୁ। ଆମେ ସମସ୍ତେ ଏକ, ସମସ୍ତେ ହିନ୍ଦୁ ବୋଲି ନାରା ଦଉଛୁ, ହିନ୍ଦୁ ହିନ୍ଦୁ ଭାଇ ଭାଇର ନାରା ଦଉଛୁ। କିନ୍ତୁ କିଛି ଲୋକ ଅଛନ୍ତି ସେମାନେ ଜାତି ପ୍ରଥା ଆଜି ବି ସେମାନେ ବଜାୟ ରଖିବାକୁ ଚାହୁଁଛନ୍ତି। ତାଙ୍କୁ ବି ଆମେ ଆଗାମୀ ଦିନରେ ଆମେ ନିଜ ସହିତ ସାମିଲ କରିବାକୁ ଚାହୁଁଛୁ ଏବଂ ସେମାନଙ୍କୁ ଆମର ହିନ୍ଦୁ ଭାଇ ବୋଲି ଆମେ ମାନୁଛୁ। ସେ ଦଳିତ ହୁଅନ୍ତୁ, ଆଦିବାସୀ ହୁଅନ୍ତୁ କିମ୍ବା ବ୍ରାହ୍ମଣ ହୁଅନ୍ତୁ, କ୍ଷତ୍ରିୟ ହୁଅନ୍ତୁ, ସମସ୍ତେ ହିନ୍ଦୁ। ଆମେ ଜାତି ପ୍ରଥାକୁ ସମ୍ପୂର୍ଣ୍ଣ ସମାଜରୁ ଦୂର କରିବାକୁ ଚାହୁଁଛୁ। କିନ୍ତୁ ଯେତେବେଳେ ହିନ୍ଦୁ ଧର୍ମ ଭିତରେ ଦୁଇ ଜଣ ବ୍ୟକ୍ତି ବିଶେଷ ଭିତରେ ଝଗଡ଼ା ହୁଏ କିମ୍ବା କୌଣସି କଳି ହୁଏ କିମ୍ବା ହତ୍ୟାକାଣ୍ଡ ହୁଏ, ସେଇ ସମୟରେ ବହୁତ ଲୋକ ଅଛନ୍ତି ଯେ ଆମ ଦଳିତ ଭାଇକୁ ଇଏ ମାରିଦେଲା କିମ୍ବା ଆମ ଦଳିତ ଭାଇକୁ ଇଏ ଅତ୍ୟାଚାର କଲା ବୋଲି କୁହାଯାଏ। ତରୁଣ ବି ଜଣେ ଦଳିତ ଭାଇ ଥିଲା। ଆଜି କାହିଁକି ସେଇ ସଂଗଠନ ଗୁଡାକ ମୁହଁ ବନ୍ଦ କରିକି ବସିଛନ୍ତି? ସେମାନେ କାହିଁକି ତାଙ୍କ ମୁହଁ ଖୋଲିକି ସ୍ୱର ଉତ୍ତୋଳନ କରୁନାହାନ୍ତି? ଆମେ ଲଢିବୁ, ଆମେ କହୁଛୁ ଆମେ ଲଢିବୁ, ତରୁଣ ପାଇଁ ଆମେ ଲଢିବୁ। ତରୁଣ ବି ଆମ ହିନ୍ଦୁ ଭାଇ ଥିଲା ଆଉ ନିଶ୍ଚିତ ରୂପେ ତରୁଣକୁ ନ୍ୟାୟ ମିଳିବାର ଆବଶ୍ୟକ ରହିଛି। ଆମେ ନିବେଦନ କରୁଛୁ ଦିଲ୍ଲୀ ସରକାରଙ୍କୁ, ମାନନୀୟ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଜୀଙ୍କୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଏହାର SIT ତଦନ୍ତ ମଧ୍ୟ କରାଯାଉ। ତତ୍ସହିତ କେନ୍ଦ୍ର ସରକାରଙ୍କୁ ନିବେଦନ ରହିବ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନିବେଦନ ରହିବ, ଗୃହମନ୍ତ୍ରୀ ଅମିତ ଶାହଜୀଙ୍କୁ ନିବେଦନ ରହିବ, ଏହି ଘଟଣାରେ କେନ୍ଦ୍ର ଗୃହ ବିଭାଗ ତରଫରୁ ଚାପ ସୃଷ୍ଟି କରାଯାଇ ତା ଉପରେ ବିଶେଷ ଗୁରୁତ୍ୱ ଦେଇ ତଦନ୍ତ କରାଯାଉ ଏବଂ ପ୍ରତ୍ୟେକ ଅପରାଧୀଙ୍କୁ, এই ঘটনার সম্পৃক্ত ଥିବା প্রত্যেক অপরাধীଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ, ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଉ। ଅନୁଯାୟୀ ଦଳିତଙ୍କୁ ନେଇକି ଭୀମ ଆର୍ମିର ସୃଷ୍ଟି। ଆଜି ଗୋଟେ ଦଳିତ ଭାଇ ଯଦି ହତ୍ୟାର ଶିକାର ହେଇଛି, ସେମାନେ ତା ସପକ୍ଷରେ ବାହାରିବା କଥା। ସେମାନେ ଯଦି ତା ସପକ୍ଷରେ ନ ବାହାରିକି ସେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ବାହାରୁଛନ୍ତି, ତାଠୁ ବଡ ଦୁଃଖଦାୟକ ଘଟଣା କିଛି ନୁହଁ ଆଜ୍ଞା। ମୁଁ ତା ଉପରେ ଆଉ ବିଶେଷ ଟିପ୍ପଣୀ ଦେବାକୁ ଚାହୁଁନାହିଁ, କିନ୍ତୁ ତରୁଣ ପ୍ରତି ହେଇଥିବା ଅନ୍ୟାୟର ଆମେ କାର୍ଯ୍ୟାନୁଷ୍ଠାନ ଚାହୁଁଛୁ। ତରୁଣକୁ ନ୍ୟାୟ ମିଳିବାର ଆବଶ୍ୟକ ରହିଛି, ତା ପରିବାରକୁ ନ୍ୟାୟ ମିଳିବାର ଆବଶ୍ୟକ ରହିଛି। ଆଜି ଦିଲ୍ଲୀ ପୁରା ଅଶାନ୍ତ ହେଇକି ରହିଛି ଏବଂ ମୁଁ କହିବାକୁ ଚାହେଁ ଯଦି ଏପରି ଘଟଣାର ପୁନରାବୃତ୍ତି ହୁଏ ଦେଶ ସୁରକ୍ଷିତ ରହିବ ନାହିଁ। ଦେଶର ସବୁ ଜାଗାରେ ବାଂଲାଦେଶ ଭଳି ପରିସ୍ଥିତି ସୃଷ୍ଟି ହେବ। ସେଥିପାଇଁ ନିବେଦନ ରହିବ ସରକାରଙ୍କୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସନ୍ତୋଷ କରନ୍ତୁ। ଭାଇ ବର୍ତ୍ତମାନ ଦେଖୁଥିବ ଇରାନ ସାଙ୍ଗର ଯୁଦ୍ଧ ଚାଲିଛି, କିନ୍ତୁ ସେଇ ବ୍ୟକ୍ତି ମାନେ ବା ମୁସଲିମ ବ୍ୟକ୍ତି ମାନେ ଇରାନକୁ ସପୋର୍ଟ ଦେବା ପାଇଁ ଆସି ଲେଖୁଛନ୍ତି, ରାଲି ବି କରୁଛନ୍ତି। ଏମିତି କଟକ ହଉ ବା ଭୁବନେଶ୍ୱର ବି ରାଲି ବର୍ତ୍ତମାନ କରୁଛନ୍ତି, କହୁଛନ୍ତି ଯେ ଇରାନକୁ ସହଯୋଗ କରନ୍ତୁ ବା ମାରିଥିଲେ। ସେମାନେ କାହିଁକି ଆଗକୁ ଆସିଲାନି? ବର୍ତ୍ତମାନ ଇରାନ ପାଇଁ ଏତେ କାହିଁ ଦର ତାଙ୍କର? ଦେଶଦ୍ରୋହୀ ସେମାନେ ଆଜ୍ଞା, ମୁଁ କହିବି ଦେଶଦ୍ରୋହୀ ସେମାନେ। ପହଲଗାମ ଆକ୍ରମଣ ପରେ ଯେତେବେଳେ ତା ଜବାବରେ ଭାରତ ସରକାରଙ୍କ ତରଫରୁ ପାକିସ୍ତାନ ଉପରେ ଆକ୍ରମଣ କରାଗଲା, ପ୍ରଥମେ ଆତଙ୍କବାଦୀ ମାନଙ୍କୁ ଆକ୍ରମଣ କରାଯାଇଥିଲା, ପ୍ରତିବଦଳରେ ପାକିସ୍ତାନ ଯେତେବେଳେ
ପାକିସ୍ତାନ ସରକାର ଭାରତ ଉପରକୁ ଯେତେବେଳେ ଆକ୍ରମଣ କରିଥିଲା ସେଇ ସମୟରେ ଭାରତ ତରଫରୁ ପାକିସ୍ତାନକୁ ଆକ୍ରମଣ କରାଗଲା। ସେଇ ସମୟରେ ଇରାନ ପାକିସ୍ତାନକୁ ଡ୍ରୋନର ସହାୟତା ଦେଇଥିଲା। ଆମେ କାହିଁକି ଇରାନକୁ ସହଯୋଗ କରିବା? କଣ ଆମର ସ୍ୱାର୍ଥ ଅଛି? ଆମେ ଇରାନକୁ କାହିଁକି ସହଯୋଗ? ସେ ଆମର ଶତ୍ରୁ ରାଷ୍ଟ୍ର ସହିତ ମିଶିକି ତାକୁ ସେ ସହଯୋଗ କରିଥିଲା। ଯେତେବେଳେ ଭାରତ ପାକିସ୍ତାନ ଭିତରେ ଯୁଦ୍ଧ ଚାଲିଥିଲା ଇରାନ ପାକିସ୍ତାନକୁ ସହଯୋଗ କରିଥିଲା। ତ ଭାରତ କାହିଁକି ଇରାନକୁ ସହଯୋଗ କରିବ? କଣ ପାଇଁ କରିବ? ଭାରତ ତ ବର୍ତ୍ତମାନ ନ୍ୟୁଟ୍ରାଲ ରହିଛି। ସବୁ ଦେଶ ସହିତ ସମାନ ସମାନ ବ୍ୟବଧାନ ରଖିକି ସେ ଚାଲିଛି। ଭାରତ ନା ଇସ୍ରାଏଲକୁ ସମର୍ଥନ ଜଣାଉଛି, ନା ରୁଷିଆକୁ ସମର୍ଥନ ଜଣାଉଛି, ନା ଆମେରିକାକୁ ଜଣାଉଛି, ନା ଇରାନକୁ ଜଣାଉଛି। ଭାରତ ତା ଜାଗାରେ ଠିକ କାମ କରିଛି। ସେମାନଙ୍କୁ ସମର୍ଥନ ଜଣାଇବା ଜରୁରୀ ନୁହଁ। କିନ୍ତୁ ଯେଉଁମାନେ ଇରାନ ପାଇଁ କାନ୍ଦୁଛନ୍ତି, ଇରାନର ନେତାମାନେ ଯେତେବେଳେ ମୃତ୍ୟୁବରଣ କରୁଛନ୍ତି ତାଙ୍କ ପାଇଁ ଏଠି ଲୁହ ବୋହୁଛନ୍ତି, ରାଲି କରୁଛନ୍ତି, ସେମାନଙ୍କୁ ଦେଶଦ୍ରୋହୀ ବୋଲି କହିବି ଏବଂ ସରକାରଙ୍କୁ କହିବି ସେ ପ୍ରକାର ବ୍ୟକ୍ତି ବିଶେଷ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେମାନଙ୍କୁ ଦେଶଦ୍ରୋହୀ ଆଚରଣ ଲାଗୁ କରି ତାଙ୍କୁ ଜେଲ ଭିତରକୁ ପୁରେଇବାର ଆବଶ୍ୟକ ରହିଛି।